ଷ୍ଟଡି ଲାଇଭ୍ ମୋ ପ୍ରତିଭା ଆୱାର୍ଡର ଅନ୍ୱେଷଣ। ଢେଙ୍କାନାଳ କୁଞ୍ଜକାନ୍ତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି ଷ୍ଟଡି ଲାଇଭ୍ ମୋ ପ୍ରତିଭା ଆୱାର୍ଡର ଅନ୍ୱେଷଣ। ଢେଙ୍କାନାଳର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଷ୍ଟଡି ଲାଇଭ୍ ଦ୍ୱାରା ଜିଲ୍ଲା ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା। ଏଥିରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର 50ରୁ 60 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜୁରି ମେମ୍ବର ଭାବେ ଇନର ହ୍ୱିଲ୍ କ୍ଲବର ପ୍ରେସିଡେଣ୍ଟ ତଥା ଓଡ଼ିଶୀ ନୃତ୍ୟ ଗବେଷିକା ଶ୍ରୀମତୀ ଦୀପ୍ତିବାଳା ମିଶ୍ର ଏବଂ ଯୋଗ ବିଶେଷଜ୍ଞ ତଥା ଧରିତ୍ରୀ ଖବରକାଗଜର ଢେଙ୍କାନାଳ ଶାଖାର ଏଡିଟର ଶ୍ରୀଯୁକ୍ତ ପ୍ରଳୟ ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ସଠିକ୍ ମୂଲ୍ୟାୟନ କରିଥିଲେ। ଜୁରି ମେମ୍ବର ଭାବେ ମଧ୍ୟ ଅନୁଷ୍ଠାନର ଅନ୍ୟତମ ପ୍ରଶିକ୍ଷକ ଶ୍ରୀଯୁକ୍ତ ରଞ୍ଜିତ କୁମାର ନାୟକ ଓ ସୋନିସ୍ମିତା ମ୍ୟାଡାମ ଯୋଗ ଦେଇଥିଲେ। ସୂଚନା ଥାଉକି ଷ୍ଟଡି ଲାଇଭ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଅନ୍ୱେଷଣ କରିବାର ପ୍ରୟାସ ଜାରି ରଖିଥିବା ବେଳେ ଚଳିତ ବର୍ଷ ଏହାକୁ ଚତୁର୍ଥ ଥର ପାଇଁ ଆୟୋଜନ କରାଯାଇଛି। ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ଆଶିଷ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଭୁରି ଭୁରି ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ସମ୍ପାଦକ ଶ୍ରୀଯୁକ୍ତ ଅବିନାଶ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଢେଙ୍କାନାଳରୁ ଶୁଭମ ପାଣିକ ରିପୋର୍ଟ, RM News 8।